କଳାହାଣ୍ଡି ଜିଲ୍ଲାର ସର୍ବପ୍ରଥମ ସିବିଏସ୍ଇ ସ୍କୁଲ କେସିଙ୍ଗା ସହରର ୟଙ୍ଗବ୍ଲଡ ପବ୍ଲିକ ସ୍କୁଲ ତାର 41ତମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ କୁମାର ବେହେରା। ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ସାଗର ଚରଣ ଦାସ ଯୋଗଦାନ କରିଥିଲା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲାର ବରିଷ୍ଠ ଡାକ୍ତର ଶ୍ରୀ ଦୀନବନ୍ଧୁ ସାହୁ ଯୋଗଦାନ କରିଥିଲେ। ବାର୍ଷିକ ଉତ୍ସବ ଉପଲକ୍ଷେ ଗତ 21 ତାରିଖରେ ବିଦ୍ୟାଳୟରେ ଆର୍ଟ କ୍ରାଫ୍ଟ ଲିଟରେସି ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଥିଲା। ଏହି ବିଜ୍ଞାନ ମେଳାକୁ କେସିଙ୍ଗା ସହରର ବରିଷ୍ଠ ପତ୍ରକାର ସୁରେଶ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। The solar system consider the sun and 8 planets and satellite. The sun, Mercury, Venus, and Earth, and Mars. Also, the inner solar system and the extra light in the ବାର୍ଷିକ ଉତ୍ସବର ଆରମ୍ଭରୁ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ପରେ ପରେ ଅତିଥିବୃନ୍ଦମାନେ ମଞ୍ଚାସୀନ ହୋଇଥିଲେ। की कलप छुट्टी लो नखरो तेरा मैं ପ୍ରାରମ୍ଭିକ ସଙ୍ଗୀତର ପରେ ପରେ ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। Icon of our locality, our district, MLA Sadan Bhuwari Patna. He is known as the dynamic and missile person of our Kalahandi district. पाठ पढ़ा दरकार निज फैमिली दरकार निज साथी दरकार ଏହି ଅବସରରେ ସର୍ବଭାରତୀୟ କୁମ୍ଫୁ ପ୍ରତିଯୋଗିତାରେ ଭାଗ ନେଇଥିବା କେସିଙ୍ଗା କୁମ୍ଫୁ ଏକାଡେମୀର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ପ୍ରମେୟ ଖବରକାଗଜର ବ୍ଲକ ପ୍ରତିନିଧି ଶ୍ରୀ ଗଜେନ୍ଦ୍ର ସାହୁଙ୍କୁ ମଧ୍ୟ ସାମ୍ବାଦିକ କ୍ଷେତ୍ରରେ ସମ୍ମାନିତ କରାଯାଇଥିଲା। ଶେଷ ଭାଗରେ ଦ୍ୱିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାନ୍ଧି ହୋଇଯାଇଥିଲେ ଅଭିଭାବକ ଓ ଦର୍ଶକ।